ରାମ ନାରାୟଣ ରାମ ପାଣ୍ଡିଚେରୀରୁ ଆସିଥିବା ଗୋଟିଏ ଇଂରାଜ ବ୍ରହ୍ମଚାରୀଙ୍କୁ ଶ୍ରୀ ଶ୍ରୀ ଠାକୁର ଭଙ୍ଗା ଭଙ୍ଗା ଇଂରାଜୀରେ ତାଙ୍କର କଥାର ଉତ୍ତର ଦେଲେ। ଏକ ବିଦ୍ରୋହର ଆବଶ୍ୟକତା ଅଛି। ଜ୍ଞାନର ବିଦ୍ରୋହ। ବର୍ତ୍ତମାନ ସ୍ଥିତିରେ ଆମେ ନେତା ବିନା ଅଛୁ। ଏହି ରାଜନୈତିକ ନେତାମାନେ ଉପରେ ନିର୍ଭର କରିବାକୁ ନୁହେଁ ଯେ ଆଧ୍ୟାତ୍ମିକ ବ୍ୟକ୍ତି ଯେଉଁଥିରେ ରାଜନୈତିକ ଭାବନା ରହିଛି ସେ ଉପରେ ନିର୍ଭର କରିବାକୁ ପଡ଼ିବ। ଏମିତି ନ କରିଲେ ଶାନ୍ତି ଆସିପାରିବ ନାହିଁ। ଆଧ୍ୟାତ୍ମିକ ଲୋକମାନେ ସ୍ୱର୍ଗରୁ ଆସିନଥାନ୍ତି। ସେମାନେ ମାଂସ ରକ୍ତ ଓ ପାଦାର୍ଥିକ ଶରୀର ରହିଛି। ଧାର୍ମିକ ସମ୍ପ୍ରଦାୟଗୁଡ଼ିକ ମଧ୍ୟ ରାଜନୈତିକ ସଂଗଠନ ସମାନ ହୋଇଥାନ୍ତି। ରାଜନୈତିକ ବୁଦ୍ଧି ଆଧ୍ୟାତ୍ମିକତାରୁ ଭିନ୍ନ ନୁହେଁ। କୌଣସି ବୁଦ୍ଧି ହେଉଛି ସ୍ୱୟଂ ଧର୍ମ। ଏହି ହେଉଛି ଧର୍ମ ଓ ଭଲ ଉଦ୍ଦେଶ୍ୟ ଯେ କୌଣସି ବ୍ୟକ୍ତି ଭଲ କାମ କରେ, ଭଲ ପରାମର୍ଶ ଦିଏ। ସେମାନେ ଆଧ୍ୟାତ୍ମିକ କାମ କରୁଛନ୍ତି। ସେମାନେ ଏହାକୁ ବୁଝି ବା ନ ବୁଝି ଆଧ୍ୟାତ୍ମିକ କାମ କରୁଛନ୍ତି। ସେମାନେ ଭୁଲିଯାନ୍ତି ଯେ ସମୁଦ୍ର ସହିତ ସବୁଙ୍କର ଯୋଗାଯୋଗ ଅଛି। ଯେତେବେଳେ ଆମେ ଏହାକୁ ଭୁଲି ଯାଉଛୁ ସେତେବେଳେ ଭୁଲ ହୁଏ। ତାହାପରେ ଦଳୀୟ ସ୍ୱାର୍ଥ ଦେଖାଯାଏ। ତେଣୁ ଆଧ୍ୟାତ୍ମିକ କର୍ତ୍ତବ୍ୟ ଓ ଆମର କର୍ତ୍ତବ୍ୟ ଉଚ୍ଚ ନ୍ୟାୟାଳୟ ସଦୃଶ। ଉଚ୍ଚ ନ୍ୟାୟାଳୟ ସାଧାରଣ ତଳସ୍ଥ ନ୍ୟାୟାଳୟରୁ ଯେକୌଣସି ମାମଲା ଗ୍ରହଣ କରିପାରେ। ଆଧ୍ୟାତ୍ମିକ ନ୍ୟାୟ ଯେକୌଣସି ରାଜନୈତିକ ଚଳଚ୍ଚିତ୍ରକୁ ବଳବତ୍ତାରେ ନେଇଯିବାକୁ ସକ୍ଷମ। ବର୍ତ୍ତମାନର ରାଜନୈତିକ ଚଳଚ୍ଚିତ୍ର ଓ ପ୍ରଶାସନ ଏକ ତଳସ୍ଥ ନ୍ୟାୟ। ଯେଉଁଠାରେ ନ୍ୟାୟ ବା ଅନ୍ୟାୟ ଘଟୁଛି ସେଥିରେ ଉଚ୍ଚ ନ୍ୟାୟାଳୟ ମାମଲାକୁ ଗ୍ରହଣ କରେ। ଆମର ବର୍ତ୍ତମାନ ପରିସ୍ଥିତି ଏହିପରି ଅଛି। ସେମାନଙ୍କର ହଙ୍ଗାମା ଦ୍ୱାରା ଆମେ ପୀଡ଼ିତ ହେଉଛୁ। ଏହାପରି ପରିସ୍ଥିତିରେ ଆଧ୍ୟାତ୍ମିକ ଶାସନ କିମ୍ବା ନ୍ୟାୟ ଏହି ସାମର୍ଥ୍ୟକୁ ବଳବତ୍ତାରେ ବ୍ୟବହାର କରି ନିଜେ ନିର୍ବାଚିତ ବ୍ୟକ୍ତିଙ୍କୁ ନିଯୁକ୍ତ କରି ସେମାନଙ୍କୁ ପରିଚାଳନା କରିବେ।